मनर स्थिरता आसवा बर्तमान नाड़ी द्वारा स्थिर आसो ना मतलब पवन द्वारा ना पवन द्वारा स्थिर नाड़ी द्वारा पवन द्वारा मन स्थिर हेले नाड़ी आक्टिवेट हम ସେଇଟା ତ ଆପଣ ପଚାରୁଛନ୍ତି ବର୍ତ୍ତମାନ ସେଇଟା ମନଟା ଯୋଉଟା ପବନ ସ୍ଥିର ହେବା ପାଇଁ ତାର କଣ କେମିତି କଲେ ତାର ସେଇ ଜିନିଷଟାକୁ ଯୋଗ ସଦ୍ଗୁରୁ ତତ୍ଵ ଗ୍ରହଣ କଲେ ମନ ସ୍ଥିର ହେଇଯିବ। ସନାତନ ଧର୍ମ ଆମର ଯୋଉ ଅଲେଖ ଧର୍ମ ରହିବା ଅଲେଖଟା ଧର୍ମ ନୁହେଁ ଅଲେଖଟା କର୍ମ ସନାତନ ଧର୍ମ। ଆଜ୍ଞା ସେ ଅଲେଖ ଧର୍ମ ଯାଇଥିଲେ ମୁଁ ଟିକେ ସନ୍ଧ୍ୟା ସକାଳେ ମୁଣ୍ଡିଆ ଲେଖା ପକଉଛି ପକଥା ଅସୁବିଧା କହ ନା ସେଥିରେ ମନ ସ୍ଥିର ହଉଛି ନା ଏତେ ଗୁଡ଼ା ଆପଣ ଯୋଉଟା କହିଲେ ବର୍ତ୍ତମାନ ସେ ଅନ୍ୟାନ୍ୟ ଜିନିଷଟାକୁ ଯୋଉଟା ତାକୁ ମାଇଣ୍ଡ ବିଭ୍ରାଷ୍ଟ ବେଳେ ହେଉଛି ଅନ୍ୟ କଥା ମନେ ହେଉଛି ଅନ୍ୟ ଜିନିଷଟାକୁ ମାଇଣ୍ଡରେ ଆସୁଥିବ ସେଇଟା ଯାହାକୁ ଗୁରୁ କରୁଛ ତାଙ୍କୁ ସେ ତତ୍ଵ ବତେଇ ଦେବେ ତା ଫର୍ମୁଲାଟା ନା ଯଦି ଏପଟକୁ ଆସ ମୁଁ କହିଦେବି ହବ ଆପଣଙ୍କ କତିକି ନଗଲେ ହବ ନାହିଁ। ହଁ ହଁ ଆସିବ ଯୋଉ ଅବଧୂତ ତ 24 ଗୁରୁ କରିଥିଲେ ଅବଧୂତ 24 ଗୁରୁ ହଁ 24 ତାପରେ ଆମେ କଲେ କଣ ହଉଛି ଗୁରୁ କିଛି କଲେ ନା କିଛି ତ କଥା ନାହିଁ ନା କିଛି ଅସୁବିଧା ନାହିଁ ଅବଧୂତ 24ଟି ଶିକ୍ଷା ଗୁରୁ କରିଥିଲେ। ହଁ ଶିକ୍ଷା ଗୁରୁ ଦୀକ୍ଷା ଗୁରୁ ଦୀକ୍ଷା ଗୁରୁ ନୁହେଁ 24ଟି ଶିକ୍ଷା ଗୁରୁ ସେ କରିଥିଲେ ବୁଝିଲ ନା କିନ୍ତୁ ତତ୍ଵଗୁରୁ କରୁନଥିଲେ ତତ୍ଵଗୁରୁ ଜଣକୁ କରିଥିଲେ। ହଁ ହଁ ସେଇଟା ହେଲା ତତ୍ଵଗୁରୁ ହେଲା ମେନ୍ ଆଜ୍ଞା ନା ହଁ ସେ ତତ୍ଵଗୁରୁ ହଉଛି ମୂଳ ତତ୍ଵଗୁରୁ କରିସାରିଲେ ଆଉ ଅନ୍ୟ ଶିକ୍ଷା ଗୁରୁ ଆବଶ୍ୟକତା ନାହିଁ। ସେଇଟା ତ ମୂଳ ଜିନିଷ ମୁଁ ଆପଣଙ୍କ ତ ଜାଣିଲେ ଆପଣ ନୀତି ଶିକ୍ଷା ବିଷୟରେ କହିଦେବେ ଜଣେ ସାଧୁଙ୍କ ସମ୍ପର୍କରେ ଆସିଥିଲି କମ ସମୟ ତାଙ୍କ ସହିତ ଦେଖା ହେଇଛି ତାପରେ ତାଙ୍କର ଦେହାନ୍ତ ହେଇଗଲା ସେ ବି ଜଣେ ଭଲ ଯୋଗୀ ଥିଲେ ହଁ ହଁ ସେ ଗୋଟେ ତାଙ୍କ ଭଜନରେ ଗୋଟେ ଲେଖା ହେଇଛି ଆତ୍ମ ଲୀଳା ଗ୍ରନ୍ଥ ଗୋଟେ ବହି ଲେଖିଛନ୍ତି ସେ ବହି ଦିହରେ ଗୋଟେ ଭଜନ ଲେଖା ହେଇଛି ସେ ଜୟ ଜୟ ଶ୍ରୀ ଗୁରୁ ହିଁ ଚରଣେ ଶରଣ ଗୁରୁ ଗୁରୁପାଦ ନାଭକର ଚେତନା କାତର ଆଜ୍ଞାକୁ ଆହୁଲା କର ତାର ହେବୁ ବବାଦୁରୁ ଶ୍ରୀଗୁରୁ ଦେବେ ନାହିଁ ତ୍ରିକୁଟରୁ ବ୍ରହ୍ମଗତି ଲେଖା ହେଇଛି ତା ଦେହରେ ଆଉ କେତେ ଗୁଡା କଥା ମନେ ପଡୁନି ଯେ ସେଟା କଣ ବୁଝିବା ପାଇଁ ଚାହୁଁଛ କୁହ ତ୍ରିକୁଟରେ ବ୍ରହ୍ମଗ୍ରନ୍ଥି କଣ ଆଜ୍ଞା ସେଇ ଗୋଟେ ଜିନିଷ ମତେ ତ୍ରିକୁଟରେ ବ୍ରହ୍ମଗ୍ରନ୍ଥି ହଁ ଶ୍ରୀଗୁରୁ ଦେବେ ନାହିଁ ତ୍ରିକୁଟରେ ବ୍ରହ୍ମଗ୍ରନ୍ଥି ତ୍ରିକୁଟରେ ସବୁ ବ୍ରହ୍ମଗ୍ରନ୍ଥି ଅଛି ଆଉ କଣ ବୁଝିଲେ ନା ସେଟା ପୁଣି କେମିତି ଜାଣିବ କେମିତି ଜାଣିବନି ତ୍ରିକୁଟରେ ଯେତେବେଳେ ପ୍ରାଣ ପବନ ସ୍ଥିର ହେଇଯିବ ତମେ ଜାଣିପାରିବ ତମ ଯୋଉ ନିଶ୍ୱାସ ପବନଟା ତ୍ରିକୁଟରେ ହେଲେ ହବ ଆମର ଗୁରୁ ଦୟାନନ୍ଦ ପରମଦେବ କହିଲେ ଯେହି ସଦ୍ଗୁରୁ କୃପା ପାତ୍ର ସେହି ତ୍ରିକୁଟେ ହୁଏ ସ୍ଥିତ ସଦ୍ଗୁରୁଙ୍କର କୃପା ହେଲେ ତମେ ତ୍ରିକୁଟରେ ସ୍ଥିର ହବ ତ୍ରିକୁଟରେ ସ୍ଥିର ହେଲେ ବ୍ରହ୍ମଗ୍ରନ୍ଥି ଫିଟିଯିବ କିନ୍ତୁ ସଦ୍ଗୁରୁଙ୍କର ଆଶୀର୍ବାଦ ଆଗେ ହବା ଦରକାର ସଦ୍ଗୁରୁ ଆଶୀର୍ବାଦ ହେଲେ ଆମର ବ୍ରହ୍ମଗ୍ରନ୍ଥି ଫିଟିଯିବ। ଆଚ୍ଛା ଆଜ୍ଞା ଆଉ ଗୋଟେ କଥା ଆମେ ଯୋଉ ଆସନ କରି ବସୁଛୁ ସେ ଯୋଉ ତ୍ରିକୁଟକୁ ଯୋଉ ଏମିତି ମୁଁ ଦିନେ ଗପସପ ତ କମ ସମୟ ମିଶିଛି ତାଙ୍କ ସହିତ ଯେ ମୁଁ ଚେକମେଟ ପକେଇ ଆଖି ବୁଝିଥିଲି ସେ ଆସିଲେ ମୁଁ ଏଇ ଯୋଉଠି ମୁଣ୍ଡର ଯୋଉ ମଝି ଯୋଉ ଜାଗାଟା ସେଠି ଗୋଟେ ଟିପଣା ମାରି କରେ ଏଇ ଧ୍ୟାନ କର ଆଚ୍ଛା ତାପରେ ଯେ ଯୋଉ ଧ୍ୟାନ ଆମେ କାହାକୁ କରିବା ଯେ ଧ୍ୟାନ ମୂଳ ଗୁରୁ ପାଦକୁ କରିବା ନା ଆଉ କାହାକୁ କରିବା ନା ନା ଧ୍ୟାନ ମୂଳ ଗୁରୁ ମୂର୍ତ୍ତି ଗୁରୁ ମୂର୍ତ୍ତି କି ଧ୍ୟାନ କରିବ କିନ୍ତୁ ସେ ଧ୍ୟାନ ପର୍ଯ୍ୟନ୍ତ ସିନା ଗଲେ ଯମ ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହାର ଧାରଣା ଧ୍ୟାନ ସମାଧି ସିଏ ଯୋଉ ଧ୍ୟାନ କଥା ଗୁରୁ କହୁଛନ୍ତି ମନେ ମନେ ଚିନ୍ତା କରିବା ପାଇଁ ସିଏ କହୁଛନ୍ତି ଧ୍ୟାନ ମାନେ ତାଙ୍କୁ ଚିନ୍ତା କର ବୁଝିଲ କିନ୍ତୁ ଧ୍ୟାନ ଅର୍ଥ ମୁଁ ତାହା ବୁଝେ ନା ଧ୍ୟାନ ଅର୍ଥ ଅଲଗା ତାପରେ ତମେ ଗୁରୁ ତମକୁ କୋଉଠିକି ଧ୍ୟାନ କରିବା ପାଇଁ କହିଛନ୍ତି କହିଲେ ସେ ତ୍ରିକୁଟକୁ ପୁରା ଏଇ ଯୋଉ ତ୍ରିକୁଟକୁ ତମେ ଧ୍ୟାନ କର ଏଇଆ କହିଲେ ଗୋଟେ ଟିପଣା ମାରିଦେଲେ ସେଇ ଜାଗାକୁ ହଁ ମୁଁ ବୁଝୁଛି ଜାଣି ସାରିଲିଣି ତମେ ଗୋଟେ କଥା ଶୁଣ ଗୁରୁ କହିଲେ ତ୍ରିକୁଟକୁ ଆମର ସେ ପାଠ ନୁହଁ
ନା ଆମର ହଉଛି ନା ସଂପ୍ରେକ୍ଷ ନାସିକାଗ୍ରଂ ସଂଦିଶସ୍ଥାନ ଅବଲୋକନ ଆମର ନାସାଗ୍ର ଦୃଷ୍ଟି ବୁଝିଲ ନା। ଆଚ୍ଛା ଗୁରୁ ଯୋଉ ବାଟ ଦେଇଛନ୍ତି ତମେ ସେଇଥିରେ ଯିବ ଯଦି କହିଛନ୍ତି ଆମେ କିନ୍ତୁ ସେ ବାଟ ନୁହେଁ ଆମର ଅଲଗା ବାଟ ବୁଝିଲ ନା। ଆମର ହଉଛି ନାସାଗ୍ର ଦୃଷ୍ଟି ଆମର ତିକୁତ ଦୃଷ୍ଟି ନୁହେଁ। ଆଚ୍ଛା ଯୋଉ ଆଜ୍ଞା ଯୋଉ ଧ୍ୟାନ ଆଉ ଯୋଗ ଆ ଭିତରେ ଅଲଗା ଅଲଗା ନା ଗୋଟାଏ ଜିନିଷ? ଯୋଗ ଯିଏ ଧ୍ୟାନ ସେଇ ଧ୍ୟାନ କଲେ ତାକୁ ଯୋଗ କୁହାଯାଏ। ଆଜ୍ଞା ଧ୍ୟାନକୁ ଯୋଗ କୁହାଯାଏ। ଯୋଗ ହଉଛି ଶୁଣ ମନକୁ ଗୁରୁ ନାମରେ ମିଶେଇ ଦେବାର ନାମ ହଉଛି ଯୋଗ। ଆଜ୍ଞା ମନକୁ ପବନରେ ମିଶେଇ ଦେବାର ନାମ ହଉଛି ଯୋଗ। ତାକୁ ସବୁ ଯୋଗ କୁହନ୍ତି ହେଲା। ତେଣୁ ସେଇଆକୁ ଯୋଗ ବୋଲି କହନ୍ତି। ଆଉ ଯୋଗ ଅଲଗା କିଛି ନୁହେଁ। ସେ ଗୁରୁ ନାମ ସ୍ମରଣ କଲେ ତାହା ହିଁ ଯୋଗ। ଆଜ୍ଞା ମୁଁ ଭାବୁଛି କଣ କି ମୁଁ ମୋର ଚିନ୍ତାଧାରା କଲା ଯେ ଅନେଇକିରି ଯୋଗ କରାଯାଏ ମାନେ ନାସା ଆଗକୁ ନାସା ତ୍ରିକୁଟ ଆଉ ଆଖି ତିନିଟା ଯାକ ପଏଣ୍ଟ ଗୋଟାଏ ଜାଗାରେ ପହଞ୍ଚେ ତାକୁ ଦେଖିକିରି ଯୋଗ କରାଯାଏ। ଆଉ ଗୋଟେ ଜାଣିଛି ଆଖି ବୁଝିକିରି ଧ୍ୟାନ କରାଯାଏ। ମୋ ମନ ଧାରଣା ଏଇଆ। ନା ଆଖି ବୁଝିବା କଥା ମୁଁ ଜାଣିନାହିଁ। ନାଇଁ ମୁଁ ଆପଣଙ୍କୁ କହୁଛି ମୁଁ ମାନେ କିଛି ଜାଣିବା ସକାଶେ ଆପଣଙ୍କୁ ପଚାରୁଛି। ମାନେ ଆମେ ତ ସେଭଳିଆ ଜ୍ଞାନୀ ନୁହଁ ନା ସେଭଳିଆ କିଛି ଜାଣିନୁ। ଯେହେତୁ ଆପଣ ଗୋଟେ ମାନେ ମୁଁ ଏଥିରେ ମୋବାଇଲରେ ଦେଖିଲି ଯେ ବର୍ତ୍ତମାନ ସମୟରେ ଆଉ କୌଣସି ସାଧୁ ସନ୍ନ୍ୟାସ ସେମିତି କାହିଁ ଦେଖାଯାଉନାହାନ୍ତି। ତେଣୁ ଏଇ କଥାଟା ଦେଖି ଆପଣ ଯୋଉ ଆଲୋଚନା ସମାଲୋଚନା ଭିତରେ ମୁଁ ଦେଖିଲି ଯାଇ ଏଭଳି ଲୋକ ବି ସଂସାର ଭିତରେ ବି ଅଛନ୍ତି। ସେଇ ଜାଗାରେ ଆପଣଙ୍କୁ ଟିକେ ଫୋନ ଲଗେଇ ବୁଝିବା ସକାଶେ ନା ନା ମୁଁ ଖୁସି ହେଲି ଜାଣିବା ପାଇଁ ପଚାରିଲ ମୁଁ ନିଶ୍ଚିତ ଏଥିପାଇଁ ଖୁସି କଣ ବୁଝିଲେ। ଆଜ୍ଞା 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 କିନ୍ତୁ ତମକୁ ମୁଁ ଗୋଟିଏ କଥା କହିମି ତମେ ମନେ ରଖିବ ଯଦି ମୋ କଥାଟାକୁ ଯଦି ବିଶ୍ୱାସ କରିବ ମନେ ରଖିବ ହେଲା। ବିଶ୍ୱାସ କେମିତି କରିବନି ମୁଁ ବୁଝେଇ ଦଉଛି। ବିଶ୍ୱାସ କରିବାକୁ ବାଧ୍ୟ ହବୁ ନା କାହିଁକିନା ବିଶ୍ୱାସ ମୂଳରେ ସବୁ ରହିଛି। ହଁ ତତ୍ତ୍ୱଟା ବୁଝେଇ ଦଉଛି। ତମେ ଉପରକୁ ଚାହିଁଲ ଆଜ୍ଞା ରହିଲ କୋଉଠି? ଉପରକୁ ଚାହିଁଲେ ଆମେ ରହିଲୁ ତଳେ ରହିଲୁ ଆଉ ବାସ୍। ତେଣୁ ତମେ ତଳେ ରହିଲେ ଉପରକୁ ଚାହିଁଲ ଏଇଆ ତ। ଆଉ ତମେ ତଳକୁ ଚାହିଁଲେ ରହିଲ କୋଉଠି? ତଳକୁ ଚାହିଁଲେ ଉପରେ ରହିଲ। ଉପରେ ରହିଲ। ମନେକର କୂଅରୁ ଆମେ ଗୋଟେ ବାଲ୍ଟିରେ ପାଣି ଟାଣୁଛନ୍ତି। ଆମ ଲକ୍ଷ୍ୟ ଯଦି ରହିଲା ତଳକୁ ବାଲ୍ଟିକି କିନ୍ତୁ ଆମେ ରହିଲେ କୂଅ ଉପରେ ନା ଆଉ। ତେଣୁ ସେଇ କଥା ଯଦି ଆମେ ଊର୍ଧ୍ୱଗତି କରିବା ଆମର ନିମ୍ନ ଦୃଷ୍ଟି କରିବା ଦରକାର। ନିମ୍ନରେ ଦୃଷ୍ଟି କଲେ ଆମର ଗତିଟା ରହିବ ଊର୍ଧ୍ୱକୁ। ଊର୍ଧ୍ୱରେ ଦୃଷ୍ଟି ରହିଲେ ଆମର ଗତିଟା ରହିବ ନିମ୍ନକୁ। ଏଇଟା ବୁଝିଲ ନା। ତେଣୁ ତ୍ରିକୁଟକୁ ଦୃଷ୍ଟି କଲେ ତମର ଗତିଟା ହେଲା ଅଧୋଗତି। ଆଉ ନାସାଗ୍ରକୁ ଦୃଷ୍ଟି କଲେ ଊର୍ଧ୍ୱଗତି। ତେଣୁ ତମେ ବାଛି ନିଅ ତମର ଗତି କୁଆଡକୁ ଯୁଆଡକୁ ଗତି ଥିବ ସେମିତି କାମ କରିବ। ଇଏ ହେଲା ଏକ। ଦ୍ୱିତୀୟ କଥା ହଉଛି ନାସାଗ୍ରରେ ଦୃଷ୍ଟି କଲେ କୁଣ୍ଡଳିନୀ ଜାଗ୍ରତ ହୁଏ। ତ୍ରିକୁଟରେ ଦୃଷ୍ଟି କଲେ ହୁଏ ଯେ କିନ୍ତୁ ତ୍ରିକୁଟରେ ତମେ ଦୃଷ୍ଟି ରଖିଲେ ତମର ଅହଙ୍କାର ବୃଦ୍ଧି ପାଇବ। ପ୍ରଥମେ ତମର ଅହଙ୍କାର କାହିଁକି ନା ଅହଂ ତତ୍ଵର ସ୍ଥାନ ହଉଛି ଲଳନା ଚକ୍ରରୁ ତ୍ରିକୁଟ ପର୍ଯ୍ୟନ୍ତ। ଆଉ ତମେ ଯଦି ତ୍ରିକୁଟକୁ ଧ୍ୟାନ କରିବ ପ୍ରଥମ ତୋର ଅହଙ୍କାର ସୃଷ୍ଟି ହବ। ଇଏ ମୋର ସ୍ୱ ଅନୁଭୂତି। ତେଣୁ ନାସାଗ୍ର ଦୃଷ୍ଟି କଲେ ଭକ୍ତି ବୁଝିପାରୁଛ ନା। ଏଗୁଡା ସବୁ ଜାତ ହବ। ତେଣୁ ସେ ଦୃଷ୍ଟିଟା ତମ ଉପରେ ନିର୍ଭର କରେ। ହଁ ନିଜ ଉପରେ ନିଜେ ଯେମିତି ଚାଷ କରିବ ସେମିତି ଫଳ ପାଇବ ଆଉ। କିନ୍ତୁ ମୁଁ ସେ ଦୃଷ୍ଟିର ଫଳଟା ତମମାନଙ୍କୁ ହେଲା। ହଁ ତ୍ରିକୁଟକୁ ଦୃଷ୍ଟି କଲେ ତ୍ରିକୁଟରେ ଯୋଗମାୟା ଅଛନ୍ତି ଅହଙ୍କାର ବୁଦ୍ଧି ହବ ବୁଝିଲେ। ତେଣୁ ନାସାଗ୍ର ହଉଛି ମୂଳାଧାର ଚକ୍ରର ଟିପ୍ପଣୀ ସ୍ଥାନ। ନାସାଗ୍ରକୁ ଯଦି ନିକି ଟେକି କିଛି ଦିନ ଧ୍ୟାନ କରିବ ତମର କୁଣ୍ଡଳୀ ଜାଗ୍ରତ ହବ। ତେଣୁ ସେଇଟା ତମ ଉପରେ ନିର୍ଭର କରେ ଆଉ। ଗୁରୁ ଆମର କହିଲେ କଣ କୂଳ କୁଣ୍ଡଳିନୀ ଜାଗ୍ରତ ବାବୁ ହୋଇବ ଯେବେ ସକଳ ସିଦ୍ଧି ତୁ ଲଭିବୁ ତାହା ଶୁଣନ୍ତୁ ଏବେ। କୁଣ୍ଡଳିନୀ କେମିତି ଜାଗ୍ରତ? ବହୁତ ଲୋକ ମତେ ପଚାରୁଛନ୍ତି କୁଣ୍ଡଳିନୀ ଜାଗ୍ରତ କଥା ବହୁତ ଲୋକ ମତେ ପଚାରୁଛନ୍ତି। କିନ୍ତୁ ସେମାନେ ଫର୍ମୁଲା ଗୁଡାକ ବୁଝି ନାହାନ୍ତି। ଖାଲି ଅନ୍ଧ ଭଳିଆ ମତେ ପଚାରି ଚାଲିଛନ୍ତି। ଶୁଣ ଗୋଟେ ଜିନିଷ ପଚାରି ଯଦି କିଛି ଶିଖିପାରିବ ଜାଣିପାରିବ ତାହେଲେ ତାର ଗୋଟେ ମୂଲ୍ୟ ରହିବ। ଆଉ ଯଦି ନ ଶିଖି ପାରିବ ଖାଲି ପଚାରି ଦେଲେ କଣ ହବ? କିଛି ହବ। ଗୋଟେ ଭାଗବତରେ ପଢୁଥିଲି
ଦେଖିଲି ଉଦ୍ଧବ ଭକ୍ତି ଯୋଗ ମୋର ନାହିଁ ନିଗମେ ଅଧିକାର। ତାପରେ ନିଗମଟା ହଉଛି ଏଇ ଯୋଗ ଲାଇନ୍ ମୁଁ ଅନୁମାନ କରୁଛି। ସେ ଲେଖିଛି ଉଦ୍ଧବ ଭକ୍ତି ଯୋଗ ମୋର ନାହିଁ ନିଗମେ ଅଧିକାର। ଆରେ ଭକ୍ତି ଯୋଗ ହଉଛି ଆମେ ଶ୍ରେଷ୍ଠ ବୋଲି ଭାବୁଛୁ ଯେ ଯାହା ଦ୍ୱାରା କି ବିଶ୍ୱାସ ଆଉ ଭକ୍ତି ଏ ପଥରରେ ନିଶ୍ଚୟ ଭଗବାନ ଅଛନ୍ତି ଯୋଉ ଅଟଳ ବିଶ୍ୱାସ। ସେ ଲେଖୁଛି କଣ ଯେ ଭକ୍ତିରେ ନିଗମରେ ତମର ପାଇପାରିବନି। ତାପରେ ଜୀବ କହୁଛେ ଆଜ୍ଞା ଆମ ଗୁରୁ କହିଲେ ବୁଝିଲେ ନା ଆଜ୍ଞା ଭକ୍ତି ଯା ହୃଦୟରେ ଫୁଟେ ମୁକ୍ତି ତା ଚରଣରେ ଲୋଟେ। ଭକ୍ତି ତା ହୃଦୟ ଫୁଟେ ମୁକ୍ତି ତା ଚରଣେ ଲୋଟେ। ଆଜ୍ଞା ଆଜ୍ଞା ଭକ୍ତି ଯେତେବେଳେ ତମ ହୃଦୟରେ ଫୁଟିବ ତେଣୁ ଭକ୍ତି ତମ ଚରଣରେ ଲୋଟିବ। କିନ୍ତୁ ଭକ୍ତି ଫୁଟିବା ପାଇଁ ଭକ୍ତି ଫୁଲ ଫୁଟିବା ପାଇଁ ବୁଝିଲେ ଜ୍ଞାନ ହଉଛି ଜଳ, ଜ୍ଞାନ ହଉଛି ସାର, ଜ୍ଞାନ ହଉଛି ପିଡ଼ିଆ। ଜ୍ଞାନ ରୂପକ ସାର ଯଦି ନ ଦେଇ ପାରିବା ଭକ୍ତି ରୂପକ ପୁଷ୍ପ ଫୁଟିବ ନାହିଁ। ତେଣୁ ଭକ୍ତି ଉପଜିବା ପାଇଁ ପ୍ରଥମେ ଦରକାର ଜ୍ଞାନ। ଜ୍ଞାନ ଉଦ୍ଭବ ହବା ପାଇଁ ହେଲେ ପ୍ରଥମେ ତା ତଳକୁ ହେଲା ମନ ସ୍ଥିର। ମନ ସ୍ଥିର ହେଲେ ଜ୍ଞାନ ଉଦୟ ହବ। ଜ୍ଞାନ ଉଦୟ ହେଲେ ଭକ୍ତି ପୁଷ୍ପ ଫୁଟିବ। ମୁକ୍ତି ତ ଅଟୋମେଟିକ ତମ ଚରଣରେ ଲୁଟିବ ଆଉ। ତେଣୁ ଇଏ ହଉଛି କ୍ରମ, ଇଏ ହଉଛି ସାଧନର ହଉଛି କ୍ରମ ଉନ୍ନତି। କିନ୍ତୁ ବହୁତ ସାଧକ ଅଛନ୍ତି ସିଏ କହନ୍ତି ମୁଁ ତ ବହୁତ ବିଶାଳ ବଡ ଜ୍ଞାନୀ ନା। ସେଇଟା ତେଣୁ ସିଏ ଜ୍ଞାନ ଅଗାଧ ଗଣେଶ ଜ୍ଞାନ ପଢି ପଢି ପେଟ ବଡ ହେଇଗଲା ତଥାପି ସରିଲାନି। ସେଥିପାଇଁ ଆମର ଜଣେ ମହେନ୍ଦ୍ର ମିଶ୍ର ଥିଲେ ସିଏ କହିଲେ କେଉଁ ଅହଙ୍କାରୀ ଶ୍ରେଷ୍ଠ ଜ୍ଞାନୀ ବୋଲି ନିଜେ କରେ ବିବେଚନା। ଜ୍ଞାନ ପାରାବାର କିଏ ସେ ଲଙ୍ଘିଛି କରିବ ଆତ୍ମବାଡ଼ିମା। ଯୋଉମାନେ ସବୁ ଗୁରୁ ବୋଲଉଛନ୍ତି ଟିକେ ତାନ୍ତ୍ରିକ ଜିନିଷ କି କଣ ଟିକେ ଖାଲି ଆଭାସ ପାଇସାରିକି हम ସବୁ ଜାଣତା है। ଶିଷ୍ୟ ମାନଙ୍କୁ ଦେଖେଇ ଦଉଛନ୍ତି ଯୋଉ ମାନେ ଜୋତା ସିଲେଇ ଠାରୁ ଚଣ୍ଡୀ ପାଠ ପର୍ଯ୍ୟନ୍ତ। ମୁଁ ଦେଖୁଛି ମନେ ମନେ ଅନୁଭବ କରୁଛି। ମାନେ ଆପଣଙ୍କ ଭଳିଆ ସବୁ କଥା ଗୋଟେ ଏମିତି କହିବେ ଶିଷ୍ୟର ଯେତେ ପାପ ଅଛି ଗୁରୁ ଯଦି ନ ନେଇ ପାରିବ ଗୁରୁ ଶିଷ୍ୟ ଦି ଯାକ ବୁଡିବେ। ଆଉ ହଁ ମୁଁ ଟିକେ ଆଜ୍ଞା ହଉ ଆଜ୍ଞା ପରେ କେତେବେଳେ କଥା ହେବି। ରହିଲି ପ୍ରଣାମ ଆଉ।